ବାବୁ ରାଷ୍ଟ୍ରପତିଙ୍କ ଘର ରାୟପୁର ରାଇରଙ୍ଗପୁର ସେ ତାଙ୍କ ଘରକୁ ଆସୁଛନ୍ତି ପ୍ରତି 2 ମାସ ଥରେ ଆସୁଛନ୍ତି। ଭଦ୍ର ମହିଳା, ଶିକ୍ଷିତା ମହିଳା, ସେ ମାଟିରେ ଜନ୍ମ, ଓଡ଼ିଆ ଗର୍ବ, ଭାରତର ରାଷ୍ଟ୍ରପତି, ମହିଳା ହିସାବରେ ସୁନାମ ଅର୍ଜନ କରିଛନ୍ତି। ଆମର ଭଉଣୀ, ମୋର ଭାଇ ଭଉଣୀ ସମ୍ପର୍କ, ସେ ମୋ ଏରିଆରେ ଜଟଣୀ ପାଖେ ଘର କରିଛନ୍ତି। ରିଟାୟାର୍ଡ କଲେ ସେଇଠିକି ଆସିବେ ରହିବେ, ନହେଲେ ଦିଲ୍ଲୀରେ ତାଙ୍କ ଘର ଦିଆହବ ରହିବେ, ନହେଲେ ଗାଁରେ ରହିବେ। ତାଙ୍କର 3 ଜାଗାରେ ରହିବେ। ରିଟାୟାର୍ଡ କଲା ପରେ ଅଭିନନ୍ଦନ। ମୋ ଘର ପାଖରେ ପାତ୍ରପଡ଼ାରେ ତାଙ୍କ ଘର କରିଛନ୍ତି, ତାଙ୍କ ସ୍ୱାମୀ କରିଥିଲେ। ଭଲ ହବ, ଅଭିନନ୍ଦନ। ଗୋଟେ ଯୁଗ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅପମାନ ଦଉ, ଓଡ଼ିଶାକୁ ନିନ୍ଦା କରୁ। ଗୋଟେ ନିରୀହ ଲୋକଟିଏ ବିଚରା ମୋହନ ମାଝୀ ବସେଇ ଦେଇ କୋଟି କୋଟି ଟଙ୍କାର ସମ୍ପତ୍ତି ଓଡ଼ିଶାରେ ସେ ଦେଇ ସାରିଲାଣି। ଆଦାନୀ ଆମ୍ବାନୀଠୁ ଆରମ୍ଭ କରି ଟାଟାଠୁ ଦେଇ ସାରିଲାଣି। ଗ୍ରୋଭ, ଜିନ୍ଦଲ, ବକ୍ସାଇଟ୍, ଅଫ୍ର, ଦାମୀ ଖଣି ସବୁ ଦେଇ ସାରିଲାଣି। ଇଏ କେବଳ ଦସ୍ତଖତ କରିବାକୁ ବସିଛନ୍ତି। ମୋହନ ମାଝୀ ନିରୀହ ଲୋକ, ଶିକାର ହଉଛି, ଡଙ୍ଗା ବୁଡେଇ ସାରିଲେଣି। ସେ ଅଲାଜୁକ କଣ କି ତମେ ଆସୁଛ ଓଡ଼ିଶା ଏତେ ଥର? ତମେ ତ ଆନ୍ଧ୍ରକୁ ଦେଲ 72,000 କୋଟି ସ୍ପେଶାଲ ପ୍ୟାକେଜ। ତମେ ବିହାରକୁ ଦେଲ, ରେଡ୍ଡିକି ଦେଲ, ଇଆଡେ ନୀତିଶ କି ଦେଲ, ତାକୁ ବି ବିଦାୟ କରି ସାରିଲଣି। ଦେଲ 51,000 କୋଟି। 20 MP ଆମେ ଦେଇଛୁ। ଛତିଶଗଡ଼ ବନ୍ଧ ପକେଇ ରଖିଲା ପାଣି। ଆମେ ବଞ୍ଚିବୁ କେମିତି? ସବୁ ନଦୀ ଏଇନା ଶୁଖିଲା। ତଳେ ଗୋଟେ 20,000 କୋଟି ଟଙ୍କା ବନ୍ଧ ପକେଇଲେ ଆମେ ବଞ୍ଚିଯିବୁ। ସେତିକି କର।